ଦେଖନ୍ତୁ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମ ବାର୍ଷିକୀ। ଯେହେତୁ ସେ ପ୍ରଥମ ଓଡିଶାର ପ୍ରଥମ ଗ୍ରାଜୁଏଟ ଥିଲେ ଏବଂ ପ୍ରଥମ ଲୟାର ଥିଲେ। ଆଜି ଆମେ ଲୟାର ଦିବସ ମଧ୍ୟ ପାଳନ କରୁଛେ ଏବଂ ସ୍ୱାଭିମାନ ଦିବସ ମଧ୍ୟ ଆଜି ପାଳନ କରେ। ତେଣୁକରି ତାଙ୍କୁ ଆଜି ପୁଷ୍ପମାଲ୍ୟ ଆମେ ଅର୍ପଣ। ଭକ୍ତିକୃତ ସେ ମହାପୁରୁଷଙ୍କୁ ସର୍ବପ୍ରଥମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରେ ଯେ ଉତ୍କଳର ଗୌରବ ଜଣେ ଅଧିବକ୍ତା ଯାହାଙ୍କ ପାଇଁ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ଯେ କି ପ୍ରଥମ ବ୍ୟକ୍ତି ବିଶେଷ ଭାବରେ ମୂଳ ପକାଇଥିଲେ, ପୁଣି ଯିଏକି ଓଡ଼ିଶାର ରାଜନୀତି କ୍ଷେତ୍ରରେ ମଧ୍ୟ ପ୍ରଥମ ବ୍ୟକ୍ତି ବ୍ରିଟିଶର୍ସ ମାନଙ୍କ ସାଥିରେ ଓଡ଼ିଶାର ସ୍ୱାର୍ଥ ପାଇଁ ଉତ୍କଳ ସ୍ୱାର୍ଥ ପାଇଁ ଅନେକ ଗୁଡ଼ିଏ ତାଙ୍କର ଅବଦାନ ରହିଛି। ଆଇନ ସେବାରେ ସେ ଯେଉଁଭଳିଆ ଭାବରେ ମହକିଲ ମାନଙ୍କ ପାଇଁ ବିନା ସ୍ୱାର୍ଥରେ ବିନା ଅର୍ଥରେ ସେମାନଙ୍କୁ ସେବା ଯୋଗାଉଥିଲେ। ପୁଣି କଥାରେ ଅଛି କାଳିଆ ଘୋଡ଼ା ଚଢିବି ମଧୁବାବୁ ସାଙ୍ଗେ ଲଢିବି। ଏଇ ଯୋଉ ଡାକରା, ଏଇ ଯୋଉ ତାଙ୍କର ଶବ୍ଦ, ଏଇ ଯୋଉ ଆହ୍ୱାନ ଆଜି ପ୍ରତ୍ୟେକ ଯୁବବର୍ଗଙ୍କୁ ପ୍ରତ୍ୟେକ ଛାତ୍ର ବର୍ଗଙ୍କୁ ଶିକ୍ଷିତ ହବାର ଆହ୍ୱାନ କରୁଛି। ତେଣୁ ସେ ଆହ୍ୱାନକୁ ଆଜି ମନେ ପକାଇବା ପାଇଁ ତାଙ୍କର ପ୍ରତିମୂର୍ତ୍ତିରେ ଆମେ ପୁଷ୍ପମାଲ୍ୟ ଅର୍ପଣ କରିକି ସମସ୍ତେ ତାଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲୁ। ଆସନ୍ତା ଦିନ ମାନଙ୍କରେ ତାଙ୍କର ଯୋଉ ଗୌରବ ଗାଥା ରହିଛି, ତାଙ୍କର ଯୋଉ ମହାନ ଗାଥା ରହିଛି, ତାଙ୍କର ଯୋଉ ପ୍ରେରଣା ରହିଛି, ତାକୁ ଉତ୍ସ କରି କିଭଳି ଭାବରେ ଉତ୍କଳ ମାଟିର ଛାତ୍ରଛାତ୍ରୀ ମାନେ, ଉତ୍କଳ ମାଟିର ସନ୍ତାନ ମାନେ, ଉତ୍କଳ ମାଟିର ସମସ୍ତେ ଆଗଭର ହେବେ, ସିହା ହିଁ ଆଜିର ଦିବସରେ ଆମେ ସମସ୍ତେ କାମନା କରୁଛୁ।